ପିଲାମାନେ ସମସ୍ତଙ୍କୁ ଅଶେଷ ଶୁଭେଚ୍ଛା ଆଉ ଅସୁମାରି ଭଲ ପାଇବା। ଆଜି ଦଶମ ଶ୍ରେଣୀ ସାହିତ୍ୟ ବହିର ଗୋଟେ କବିତା ଚିଲିକାରେ ସାୟନ୍ତନ। କବିତା ଚିଲିକାରେ ସାୟନ୍ତନ କବି ରାଧାନାଥ ରାୟ, କବିବର ରାଧାନାଥ ରାୟ। ପ୍ରଥମେ କବିଙ୍କ ବିଷୟରେ କିଛି କଥା, ତାପରେ କବିତାର ଭାବାର୍ଥ। କବିବର ରାଧାନାଥ ରାୟ ଏକ ଯୁଗସ୍ପନ୍ଦୀ ଉଚ୍ଚାରଣ, ଶୋଭାମୟୀ ପ୍ରକୃତିର ବର୍ଣ୍ଣ ବିଭାକୁ କବିତାର କାନଭାସରେ ରୂପ ଦେଉଥିବା ଏକ ଅଦ୍ୱିତୀୟ ଭାବବନ୍ଦୀ ଉତ୍ତରଣ। ବଙ୍ଗୀୟ ଲେଖିକା ନଗେନ୍ଦ୍ରବାଳାଙ୍କ ଭାଷାରେ আমি যা দেখেছি নেত্রে অতুল ধরায় স্বার্থপূর্ণ ধরা মাটে পবিত্র দেবতা সাজে ভূতলে স্বর্গের চিত্র রাধানাথ রায়। আমি যা দেখেছি নেত্রে অতুল ধরায় স্বার্থপূর্ণ ধরা মাটে পবিত্র দেবতা সাজে ভূতলে স্বর্গের চিত্র রাধানাথ রায়। ଓଡ଼ିଆ କାବ୍ୟାକାଶରେ ଆଧୁନିକତାର ପହିଲି ବାରିପାତ ସ୍ୱରର କେଦାରପୁରରେ ଜନ୍ମିତ କବିବର ରାଧାନାଥ ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଶ୍ର ରାଗ ତଳେ ପ୍ରେମରୁ ପ୍ରଣବ, ସୌନ୍ଦର୍ଯ୍ୟବୋଧରୁ ଜୀବନ ଦର୍ଶନ ଓ ସତ୍ୟର ସନ୍ଦୀପନ ଯାଏଁ ଆଙ୍କି ଯାଇଛନ୍ତି ଚେତନାର ଅନବଦ୍ୟ ଚିତ୍ରଲିପି। ଉଷାରୁ ଦରବାର, ପୁଣି ଚିଲିକାରୁ ତୁଳସୀ ସ୍ତବକ, ସବୁଥିରେ ଫିଟି ପଡ଼ିଛି ତାଙ୍କ ନିସର୍ଗ ନିରାଜନାର ନାନ୍ଦନିକ ଗୀତି ଆଉ ମାଟିମୟ ସଂକଳ୍ପର ଆଭୂମ ଆନନ୍ଦୀ। ସଂସିତ କବିତା ଚିଲିକାରେ ସାୟନ୍ତନ କବିଙ୍କ କାବ୍ୟଖଣ୍ଡ ଚିଲିକାର ଏକ ଚିତ୍ତଗ୍ରାହୀ ଅଂଶ। ସେଦିନ ଜନ୍ କିଟ୍ସ କହିଗଲେ, ଏ ଥିଙ୍ଗ ଅଫ୍ ବିଉଟି ଇଜ୍ ଏ ଜୟ ଫର ଏଭର। ଯାହା ରାଧାନାଥଙ୍କ ଭାଷାରେ ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖିଲେ ହିଁ ନୂଆ ଦିଶୁଥାଏ। ଏହା ହିଁ ପ୍ରତିଫଳିତ ସାନ୍ଧ୍ୟ ଚିଲିକାର ବନ୍ଦ୍ୟ ଚିତ୍ରଲେଖା ତଳେ। କବିଙ୍କ ଦୃଷ୍ଟିରେ ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା ରୂପମୟୀ ଚିଲିକା କେବଳ ନିଷ୍ପ୍ରାଣ ଅସ୍ତିତ୍ୱଟିଏ ନୁହେଁ, ବରଂ ଜୀବନ୍ମୟ ଗତିଶୀଳତାର ଛଳ ଛଳ ଲଳିତ ଲାଳିକା। ଚିଲିକା ଉତ୍କଳ କମଳା ବିଳାସ ଦୀର୍ଘିକା କେବଳ ନୁହେଁ, ଅଧିକନ୍ତୁ ଜୀବନର ଅଳିକତା ତଳେ ଶାଶ୍ୱତ ଜୀବନାୟନର ଭାସ୍ୱର ଆଳାପଟିଏ ଛାଡ଼ି ଯାଉଥିବା ଏକ ମୁଗ୍ଧ ଚଳନ୍ତିକା। ସତରେ ପିଲାମାନେ, ସେଇ ସମସାମୟିକ କବିଙ୍କ ଭିତରୁ ଯେଉଁମାନେ ରାଧାନାଥଙ୍କ ସମୟର କବି ଥିଲେ, ମୋର ବ୍ୟକ୍ତିଗତ ରୁଚି, ମୋର ପସନ୍ଦ, ସବୁଠୁ ବେଶୀ ମୋତେ ଛୁଇଁଥିବା କବି ହେଉଛନ୍ତି କବିବର ରାଧାନାଥ। ବିଶେଷ କରି ତାଙ୍କର ଚିଲିକା, ଦରବାର ଆଉ ତୁଳସୀ ସ୍ତବକ, ଏଇ ତିନୋଟି ପଢ଼ିଲେ ସବୁଠୁ ବେଶୀ ଆନନ୍ଦ ଦିଏ। ତୁମେ ବି ସମୟ ପାଇଲେ ତୁଳସୀ ସ୍ତବକଟି ପଢ଼, ଯଦି ସୁଯୋଗ ସମୟ ପାଅ ତୁଳସୀ ସ୍ତବକଟି ପଢ଼। ସେଟା ଛୋଟ, ବେଶୀ ବଡ଼ ବି ନୁହେଁ, କିନ୍ତୁ ବହୁତ କଥା ମନକୁ ଛୁଇଁଲା ଭଳିଆ ତୁଳସୀ ସ୍ତବକରେ ଅଛି। ଆଉ ତାଙ୍କର କାବ୍ୟ ଚିଲିକା, ଦରବାର, ଏ ଦୁଇଟିରେ ବି ଅଛି ଏବଂ ଅନ୍ୟ ଗୁଡ଼ିକରେ ବି ଅଛି, ମୁଁ ମନା କରୁନି, କିନ୍ତୁ ଏଇ ତିନୋଟି ସବୁଠୁ ପ୍ରଭାବଶାଳୀ ଏବଂ ମନକୁ ହଜେଇ ଦେଲା ଭଳିଆ
ସାବଲୀଳତା ଆଉ ପରିପ୍ରକାଶ ରଖେ ବୋଲି ମୁଁ ମନେ କରେ। ତେବେ ବର୍ତ୍ତମାନ ଆମେ କବିତା ଉପରକୁ ଆସିବା। କବିତାର ଭାବଭୂମି, କବିତାର ଭାବାର୍ଥ। ଏଇ କବିତାଟି ତୁମ ବହିରେ ଯୋଉ ସ୍ଥାନିତ ହେଇଛି, ଏ କବିତା ଚିଲିକା କାବ୍ୟର ଗୋଟେ ଅଂଶ ନିଆଯାଇଛି। ଆର ପୂର୍ବ ଅଂଶରେ ଚିଲିକାର ଅପରାହ୍ନର ସମୟ ବର୍ଣ୍ଣନା କରାସରିଛି। ଏହି ଅଂଶଟିରେ ଚିଲିକାରେ ସନ୍ଧ୍ୟା କେମିତି ଆସିଛି, ସେହି ସମୟର ଦୃଶ୍ୟ ଏଥିରେ ପ୍ରତିଫଳିତ ଏବଂ ସ୍ଥାନେ ସ୍ଥାନେ କବି ଦୃଶ୍ୟରାଜିରୁ ଆହୁରି ଗଭୀରତମ ସ୍ତରକୁ ଯାଇ ଜୀବନକୁ ଭେଟିଛନ୍ତି। ଜୀବନ ଦର୍ଶନର ଚିତ୍ର ବାଢି ଦେଇଛନ୍ତି ଠାଏ ଠାଏ ନିଜ କବିତାର ଥାଳିରେ। କବି ଏହି ଚିଲିକାରେ ସାୟନ୍ତନ, ଚିଲିକାକୁ ସନ୍ଧ୍ୟା ଆସିସାରିଛି, ସେହି ସମୟର କବିଙ୍କ ଅନୁଭବ ଏଥିରେ କେମିତି ଫୁଟି ଉଠିଛି ଆମେ ଦେଖିବା। ପ୍ରାଚୀ ମୂଳ ଏବେ ମିନଜି ବିନାବେ, ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ। ପ୍ରାଚୀ ମୂଳ, ପ୍ରାଚୀ ପୂର୍ବ ଦିଗ, ପ୍ରତୀଚୀ ପଶ୍ଚିମ ଦିଗ। ପୂର୍ବ ଦିଗରୁ ଫେରି ଆସୁଛନ୍ତି ମୀନଜୀବୀମାନେ, ମତ୍ସ୍ୟଜୀବୀମାନେ, କେଉଟମାନେ ମାଛ ଧରି ଚିଲିକାର ଜଳରାଶିରେ ଫେରି ଆସୁଛନ୍ତି ପୂର୍ବ ଦିଗରୁ। ଆମର ଏଇ ରୂପମୟୀ ହ୍ରଦ ଚିଲିକା ସମୁଦ୍ର ସହିତ ମିଶିଛି, ବଙ୍ଗୋପସାଗର ସହିତ। ସମୁଦ୍ରର ଜୁଆର ପାଣି ଚିଲିକାରେ ମାଡେ ବୋଲି ଚିଲିକାର ଜଳ ଅଳ୍ପ ଲୁଣିଆ। ସେହି ସମୁଦ୍ର ଆମ ଓଡ଼ିଶା ଭୂଇଁର ପୂର୍ବପଟେ ଅଛି। ତେଣୁ ମୀନଜୀବୀମାନେ ପୂର୍ବ ଦିଗରୁ ଲେଉଟିବା ସ୍ୱାଭାବିକ କଥା। ଯେତେବେଳେ ସୂର୍ଯ୍ୟ ବୁଡ଼ିଗଲେଣି, କବି ଦେଖୁଛନ୍ତି ପୂର୍ବ ଦିଗରୁ ସମୁଦ୍ର ଆଡୁ ଚିଲିକା ବୁକୁରେ ଫେରି ଆସୁଛନ୍ତି ମୀନଜୀବୀମାନେ ନିଜର ନାଁ ନେଇ। ପ୍ରାଚୀ ମୂଳ ଏବେ ମୀନଜୀବୀ ନାବେ, ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ। ଅନ୍ଧାର ଧୀରେ ଧୀରେ ନଇଁ ଆସୁଛି। ମୀନଜୀବୀମାନଙ୍କର ନାଁ ଦୂରରୁ ଛାୟା ପରି ଦିଶୁଛି। ଛାୟାଚିତ୍ର ପରି ଚିଲିକାର ଜଳରାଶିରେ ସ୍ଥାନେ ସ୍ଥାନେ ଦିଶି ଯାଉଛି ମୀନଜୀବୀମାନଙ୍କର ନାଁ ମାନ। ମୀନଜୀବୀମାନେ, ମତ୍ସ୍ୟଜୀବୀମାନେ ନିଜର ମତ୍ସ୍ୟ ଧରି ଘରକୁ ଲେଉଟୁଛନ୍ତି। ଘର ଲେଉଟାଣି ବେଳ ଇଏ, ଏହି ସମୟର ଚିତ୍ର ଆଙ୍କିଛନ୍ତି କବିବର ରାଧାନାଥ। ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ, ନିଜ ଗୃହ କଥା ଭାବି ଏକ ଧ୍ୟାନେ। ଭାଲେରି ଶିଖରେ ସନ୍ଧ୍ୟା ତାରା ଦେଖି, ଆସନ୍ତି ପଟିକା ମହୋଲ୍ଲାସେ ଟେକି। ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ। ସମୁଦ୍ର ଆଉ ଚିଲିକାର ଜଳ ଯେଉଁଠି ମିଶିଛି ସେଇ ମୁହାଣ। ସେଇ ମୁହାଣରୁ ମତ୍ସ୍ୟ ଧରି ନିଜ ଘର କଥା, ନିଜ ସଂସାର କଥା, ନିଜ ଜୀବିକା କଥା, ନିଜ ଜୀବନ କଥା ଭାବି ଭାବି ସେଇ ମୀନଜୀବୀମାନେ ଫେରି ଆସୁଛନ୍ତି, ଘର ମୁହାଁ ହେଇଛନ୍ତି। ସ୍ଥଳ ଭାଗକୁ ଚଲେଇ ଆସୁଛନ୍ତି ସେମାନଙ୍କର ଡଙ୍ଗା। ଏତିକି ବେଳେ ଭାଲେରି ପାହାଡ଼, ଭାଲେରି ପର୍ବତ, ଭାଲେରି ପର୍ବତରେ ଉଇଁ ଆସିଲାଣି ସନ୍ଧ୍ୟା ତାରା। ସେଇ ସନ୍ଧ୍ୟା ତାରା ଦେଖି ମୀନଜୀବୀମାନେ ଜାଣି ସାରିଲେଣି ଆଉ ଟିକକ ପରେ ଅନ୍ଧାର ତାର କଳା ଚାଦର ବିଛେଇ ଦେବ ଏ ମାଟିରେ।
ତା ପୂର୍ବରୁ ଆମକୁ ଫେରି ଆସିବାକୁ ହେବ, ଫେରି ଯିବାକୁ ହେବ ନିଜର ଘରକୁ। ତେଣୁ ସେମାନେ ନୌକାର ପାଲ ଟେକି ଦେଇ ଫେରି ଆସୁଛନ୍ତି ନୌକା ଚଳାଇ ଚିଲିକା ବୁକୁରେ। ମହୋଲ୍ଲାସେ ଟେକି, ମହା ଉଲ୍ଲାସରେ ଅର୍ଥାତ୍ ମହା ଆନନ୍ଦରେ ନିଜ ନୌକାର ପାଲମାନ ଟେକି ସେମାନେ ଫେରି ଆସୁଛନ୍ତି ନିଜ ଗୃହ ଆଡ଼କୁ। ତାଙ୍କ କଣ୍ଠୁ କବି ସୂର୍ଯ୍ୟ ଗୀତାମୃତ, ଦୂରୁ ବହି ଆଣେ ଚିଲିକା ମାରୁତ। ଉଲ୍ଲାସର ଆତ୍ମା ପ୍ରାୟ ଗୀତତାନ, ହ୍ରଦ ନୀଳ ବକ୍ଷେ କରେ ଅଧିଷ୍ଠାନ। ତାଙ୍କ କଣ୍ଠୁ କବି ସୂର୍ଯ୍ୟ ଗୀତାମୃତ। କବି ସୂର୍ଯ୍ୟ ବଳଦେବ ରଥ। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ରଚୟିତା କବି ସୂର୍ଯ୍ୟ ବଳଦେବ ରଥ। ସେ ସମୟରେ ଆମ ଅନେକ ଓଡ଼ିଆ କବିଙ୍କର ରଚନାବଳୀ, ଓଡ଼ିଆ କବିଙ୍କର ଗୀତ ଲୋକ ମୁଖରେ ପ୍ରଚଳିତ ଥିଲା। ଲୋକମାନେ ସମୟ ପାଇଲେ ତାଙ୍କ ତୁଣ୍ଡରୁ, ତାଙ୍କ ଓଠରୁ ଆପେ ଆପେ ବାହାରି ଆସୁଥିଲା ଆମ କବିଙ୍କ ରଚନାବଳୀ। ସେହିପରି କବି ସୂର୍ଯ୍ୟଙ୍କର ଲୋକପ୍ରିୟ ଗୀତଟିଏ ସେଇ ଧୀବର ମାନଙ୍କ କଣ୍ଠରୁ, ସେଇ ମୀନଜୀବୀ ମାନଙ୍କ କଣ୍ଠରୁ ଭାସି ଆସୁଛି ଚିଲିକାର ମୃଦୁମନ୍ଦ ପବନରେ, ଯାହା କବିଙ୍କୁ ଆନମନା କରିଛି। ତାଙ୍କ କଣ୍ଠୁ କବି ସୂର୍ଯ୍ୟ ଗୀତାମୃତ। କବି ସୂର୍ଯ୍ୟ ବଳଦେବ ରଥଙ୍କର ଗୀତ ରୂପକ ଅମୃତ, ସେଇ ମଧୁର ଗୀତ, ଆନମନା କରିଦେଲା ଭଳି ଗୀତ। ଦୂରୁ ବହି ଆଣେ ଚିଲିକା ମାରୁତ। ଚିଲିକାର ମାରୁତ, ମାରୁତ ମାନେ ପବନ, ମଳୟ, ଯାହାକୁ ମରୁତ କୁହାଯାଏ, ମାରୁତ ବି କୁହାଯାଏ। ସେଇ ଚିଲିକା ମଳୟରେ ଭାସି ଆସୁଛି କବି ସୂର୍ଯ୍ୟ ବଳଦେବ ରଥଙ୍କର ସେଇ ଗୀତ। ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ, ହ୍ରଦ ନୀଳ ବକ୍ଷେ କରେ ଅଧିଷ୍ଠାନ। ସେଇ ଗୀତର ତାନ, ସେଇ ଗୀତର ମଧୁର ସ୍ୱର ସତେ ଯେପରି ଉଲ୍ଲାସର ଆତ୍ମା ସଦୃଶ ହ୍ରଦର ନୀଳ ବକ୍ଷରେ ଅଧିଷ୍ଠିତ ହେଇଯାଉଛି। କବି ଏଠାରେ ଗୀତର ତାନକୁ ଉଲ୍ଲାସର ଚରିତ୍ରଟିଏ ଦେଇଛନ୍ତି। ଅର୍ଥାତ୍ ଉଲ୍ଲାସ କେବଳ ତାଙ୍କ ନିକଟରେ ଭାବନା ମାତ୍ର ନୁହେଁ, ସେ ଗୋଟେ ସଚଳ ଚରିତ୍ର ଏବଂ ଚିଲିକାର ନୀଳବକ୍ଷରେ ନିଜର ସ୍ଥାନ ବାଛି ନେଇଛି। ସେଇ ପରମ ଆନନ୍ଦ, ଯେଉଁ ଆନନ୍ଦ ଆଣିଦେଇଛି କବି ସୂର୍ଯ୍ୟ ବଳଦେବ ରଥଙ୍କର ଏଇ ଲୋକମୁଖରେ ଗାନ କରାଯାଉଥିବା ଗୀତର ମଧୁର ଧାଡ଼ି ଟିକକ। କବି ସୂର୍ଯ୍ୟଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ଏଇ ଗୀତ, ତାର ଘୋଷା ପଦଟି ହେଲା ଗଲାଣି ତ ଗଲା କଥାରେ ସଂଗାତ। ଗଲାଣି ତ ଗଲା କଥା। ପ୍ରଥମ ପଦଟି ଗଲାଣି ତ ଗଲା କଥାରେ ସଂଗାତ। ଗଲାଣି ତ ଗଲା କଥା, ଗୁପତେ ସିନା ମୁଁ ତୋତେ ପଚାରିଲି, ବଳି ପଡ଼ିବାରୁ ବ୍ୟଥାରେ ସଂଗାତ। ଗଲାଣି ତ ଗଲା କଥାରେ ସଂଗାତ, ଗଲାଣି ତ ଗଲା କଥା। ଏଇ ଗୀତରେ ଆନମନା ହୋଇପଡ଼ିଥିବା କବିଙ୍କୁ ପୁଣି ଆଉ ଗୋଟେ ଆଡକୁ ଡାକି ନେଉଛି ଚିଲିକା। କବି କଣ ଅନୁଭବ କରୁଛନ୍ତି?
ହସନ୍ତି ଚୌଦିଗେ ମଧୁର ହାସିନୀ, ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ। ଭାବାନ୍ତର ପୁଣି କ୍ଷଣେକରେ ଜାତ, ଗଲାଣି ତ ଗଲା କଥାରେ ସଙ୍ଗାତ। ସଙ୍ଗୀତ ଆବେଶେ ନାନା ରୂପେ ମନ, ଅତୀନ୍ଦ୍ରିୟ ଦେଶେ କରେ ବିଚରଣ। ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ, କି ଲୋଡ଼ିବା ଆସେ ସେହି ତା ନ ଜାଣେ। ନାବିକ ମାନଙ୍କର, ଧୀବର ମାନଙ୍କର ଏଇ ଗୀତର ତାଳେ ତାଳେ ହସି ଉଠୁଛି ପରିବେଶ, ହସି ଉଠୁଛି ଚିଲିକାର ନୀଳ ଜଳରାଶି, ହସି ଉଠୁଛି ସୁନାରଙ୍ଗୀ ଖରା ଯିଏ ଉଭେଇ ଉଭେଇ ଯାଉଛି, ଆଉ ସନ୍ଧ୍ୟାର ଶାନ୍ତ ଶୀତଳ ପରିବେଶ। ସନ୍ଧ୍ୟା, ଯେଉଁ ସନ୍ଧ୍ୟା ଧୀରେ ଧୀରେ ଘନେଇ ଘନେଇ ଆସୁଛି, ତାରି ଭିତରେ ଏଇ ଚିଲିକାର ଜଳ ହସୁଛି, ଚିଲିକାର ପବନ ହସୁଛି, ଆଉ ସମଗ୍ର ହସନ୍ତ ପରିବେଶ ସହିତ କବି କହୁଛନ୍ତି, ହସନ୍ତି ଚୌଦିଗେ ମଧୁର ହାସିନୀ, ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ। ଚୌଦିଗରେ ଚାରିପଟେ ମଧୁର ହସ ତୋଳି ହସୁଛନ୍ତି ଦିଗଙ୍ଗନା ମାନେ, ଦିଗପାଳିକା ମାନେ। ଆମ ପୁରାଣରେ ଦିଗ, ପ୍ରତ୍ୟେକ ଦିଗର ଦାୟିତ୍ୱରେ ଜଣେ ଜଣେ ଦିଗପାଳିକା ଥାନ୍ତି ବୋଲି ଉଲ୍ଲେଖ ଅଛି। କବି କହୁଛନ୍ତି, ସେଇ ଦିଗଙ୍ଗନା ମାନେ ଜ୍ୟୋତ୍ସ୍ନା ଦୁକୁଳ, ଦୁକୁଳ ମାନେ ପାଟ, ଜ୍ୟୋତ୍ସ୍ନା ଜହ୍ନର କିରଣ। ଏବେ ଚନ୍ଦ୍ରମା ଉଇଁ ସାରିଛନ୍ତି ଆକାଶରେ, ଚନ୍ଦ୍ରମାଙ୍କର ରୂପାରଙ୍ଗୀ କିରଣ ବିଛାଡ଼ି ପଡ଼ିଛି ସବୁଠି। ଆକାଶ ଦିଶୁଛି ରୂପେଲି, ଏବଂ କବିଙ୍କ କଳ୍ପନାରେ ସେଇ ଦିଗଙ୍ଗନା ମାନେ ଜ୍ୟୋତ୍ସ୍ନା ରୂପକ ପାଟଶାଢ଼ୀ ପିନ୍ଧି ଚାରି ଦିଗରେ ହସ ବିଭୋର ଅଛନ୍ତି। ଏଇ ସଙ୍ଗୀତ ତାଙ୍କ ପ୍ରାଣରେ ମଧ୍ୟ ପୁଲକ ଢେଉ ଫିଟାଇ ଦେଇଛି। ଭାବାନ୍ତର ପୁଣି କ୍ଷଣେ କରେ ଜାତ, ଗଲାଣି ତ ଗଲା କଥାରେ ସଙ୍ଗାତ। କବିଙ୍କ ମନ ତଳେ, କବିଙ୍କ ମର୍ମ ତଳେ ପୁଣି ଭାବାନ୍ତର ସୃଷ୍ଟି କରୁଛି ସେଇ କବି ସୂର୍ଯ୍ୟ ବଳଦେବଙ୍କର ଗୀତର ଧାଡ଼ି, ଗଲାଣି ତ ଗଲା କଥାରେ ସଙ୍ଗାତ। ସଙ୍ଗୀତ ଆବେଶେ ନାନା ରୂପେ ମନ, ଅତୀନ୍ଦ୍ରିୟ ଦେଶେ କରେ ବିଚରଣ। ସେଇ ସଙ୍ଗୀତରେ ବିମୋହିତ ହୋଇ, ସଙ୍ଗୀତର ଆବେଶରେ, ସଙ୍ଗୀତରେ ମୋହିତ ହୋଇ, ସଙ୍ଗୀତରେ ନିଜକୁ ହଜାଇ ଦେଇ, ନାନା ରୂପରେ ମନ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ। ଆମ ଇନ୍ଦ୍ରିୟକୁ ଟପି, ଇନ୍ଦ୍ରିୟ ଯୋଉଠି ପହଞ୍ଚି ପାରେ ନାହିଁ, ସେଇମିତି ଏକ କଳ୍ପନା ଲୋକକୁ ମନ ଉଡ଼ି ଯାଉଛି, ସେଇ ଅତୀନ୍ଦ୍ରିୟ ଦେଶରେ ମନ ବିଚରଣ କରୁଛି ବୋଲି କବି କଳ୍ପନା କରିଛନ୍ତି। ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ, କି ଲୋଡ଼ିବା ଆସେ ସେହି ତା ନ ଜାଣେ। ଏଇ ମନ ସବୁବେଳେ ସୌନ୍ଦର୍ଯ୍ୟ ପିପାସୁ। କବି ସେଇମିତି ସୌନ୍ଦର୍ଯ୍ୟର ପୂଜାରୀ। ଯେଉଁ ସୌନ୍ଦର୍ଯ୍ୟର ପିପାସା ତାଙ୍କୁ ଘେନି ଯାଇଛି ଗୋଟେ କଳ୍ପନା ଲୋକକୁ, ଗୋଟେ ଅଜଣା ରାଜ୍ୟକୁ। ଯେଉଁ ପିପାସା, ଯେଉଁ ତୃଷ୍ଣାର କେବେ ଶେଷ ନଥାଏ। କବି କହୁଛନ୍ତି, ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ,
କି ଲୋଡ଼ିବା ଆସେ ସେହି ତା ନ ଜାଣେ, କଣ ଲୋଡ଼ିବା ଆଶାରେ, କଣ ପାଇବା ଆଶାରେ ଏ ମନ କେଉଁ ଏକ ଅଜଣା ରାଜ୍ୟକୁ ଚାଲି ଯାଉଛି, ତାହା ଏ ମନକୁ ଜଣା ନାହିଁ, ତାହା କେହି ଜାଣି ନାହାନ୍ତି, ତାହା କବିଙ୍କୁ ମଧ୍ୟ ଅଜ୍ଞାତ। କିନ୍ତୁ କବି କିଛି ନା କିଛି ଲୋଡୁଛନ୍ତି ସେ ସୌନ୍ଦର୍ଯ୍ୟର ପିପାସାରେ, ଯେଉଁ ପିପାସାର ଅନ୍ତ ନଥାଏ, ସେହି ପିପାସାରେ କବିଙ୍କର ମନ ଚାଲି ଯାଇଛି, ଉଡ଼ି ବୁଲୁଛି ଏକ ଅଜଣା ରାଜ୍ୟରେ। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ। ଏଇଠି ସୌନ୍ଦର୍ଯ୍ୟର ଆଢୁଆଳରେ କବି ବିଭୁ ସତ୍ତାର ଆଭାସ ପାଇଛନ୍ତି। ସେଇ ପରମ ସର୍ଜନକାର, ସେଇ ପରମ ସୃଷ୍ଟିକର୍ତ୍ତା ପରମେଶ୍ୱର, ସେ ହିଁ ତ ଏତେ ସବୁ ଶୋଭା ସମ୍ପଦର ବିପୁଳତା ଭରି ଦେଇଛନ୍ତି ଏ ମାଟିରେ, ଭରି ଦେଇଛନ୍ତି ଏତେ ପ୍ରାଣ ପ୍ରାଚୁର୍ଯ୍ୟ ଆମ ଜୀବନ ଧାରାରେ। କବି କହୁଛନ୍ତି ସେଇ ପରମ ସର୍ଜକ, ସେଇ ପରମେଶ୍ୱରଙ୍କର ଆଜ୍ଞା ଶିରରେ ଧାରଣ କରି ଏପରି ଅପରୂପ ଶୋଭାର ଲୀଳା ରଚନା କରୁଛନ୍ତି ଦେବୀ ବାଗୀଶ୍ୱରୀ, ଦେବୀ ସରସ୍ୱତୀ। ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭ କ୍ଷଣେ, ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। କବି ଧନ୍ୟ ରଥେ, ରଥଙ୍କୁ, କବି ସୂର୍ଯ୍ୟ ବଳଦେବ ରଥଙ୍କୁ ମନେ ପକାଇଛନ୍ତି, ଆଉ ତାଙ୍କ ଜୀବନର ମହାନତାକୁ ସମ୍ମାନ ଜଣାଇଛନ୍ତି। ଏଠାରେ ସେଇ କବି ସୂର୍ଯ୍ୟଙ୍କର ଅମର କୃତି, ଅମର ବ୍ୟକ୍ତିତ୍ୱକୁ ବାଢି ଦେଇଛନ୍ତି ପାଠକଙ୍କ ଆଗରେ, ଯାହା ଆପେ ଆପେ କବିଙ୍କ ଭାବନା ତଳେ ଖେଳି ବୁଲିଛି, ଭାସି ଉଠିଛି ସେଇ କବି ସୂର୍ଯ୍ୟଙ୍କର କୃତି ଆଉ କୃତିତ୍ୱ। ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭ କ୍ଷଣେ, ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶ ଦେହେ ତୁମ୍ଭେ ଆୟୁଷ୍ମାନ। ଧୀବର କଣ୍ଠରେ କବି ସୂର୍ଯ୍ୟଙ୍କର ଗୀତାମୃତ ଶୁଣି କବି କହୁଛନ୍ତି, କବିବର ରାଧାନାଥ କହୁଛନ୍ତି, ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭ କ୍ଷଣେ, ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶ ଦେହେ ତୁମ୍ଭେ ଆୟୁଷ୍ମାନ। ତୁମ୍ଭେ କବି, ହେ କବି ସୂର୍ଯ୍ୟ ବଳଦେବ ରଥ, ତୁମ୍ଭର ଜନ୍ମ କେଉଁ ଶୁଭ କ୍ଷଣରେ ହେଇଥିଲା କେଜାଣି, ତୁମ୍ଭେ ମରି ମଧ୍ୟ ଅମର ଏଇ ଉତ୍କଳ ଭୁବନରେ। ତୁମେ ମୃତ୍ୟୁଞ୍ଜୟ, ତୁମେ ମୃତ୍ୟୁକୁ ଜୟ କରିସାରିଛ। ତୁମେ ଆଜି ନାହଁ, ତୁମର ମାଟି ଦେହକୁ, ମାଟିରେ ଗଢା ଦେହକୁ ତୁମର କାଳ ଗ୍ରାସ କରି ଯାଇଛି, କାଳ ବକ୍ଷରେ ମିଳେଇ ଯାଇଛି, ମିଶି ଯାଇଛି ତୁମର ଦେହ। ତୁମର ଦେହକୁ ଶ୍ମଶାନ ଗ୍ରାସ କରି ଦେଇଛି, ଶ୍ମଶାନରେ ପାଉଁଶ ପାଲଟି ଯାଇଛି ତୁମର ଦେହ ସିନା, କିନ୍ତୁ ଯଶ ରୂପକ ଦେହରେ, ମାତ୍ର ଯଶ ଦେହେ, ଯଶ ରୂପକ ଦେହରେ ତୁମ୍ଭେ ଆୟୁଷ୍ମାନ ଆଜି ଯାଏଁ ଏବଂ ଆଗାମୀର ପ୍ରତିଟି ସକାଳ ପର୍ଯ୍ୟନ୍ତ ତୁମ୍ଭେ ଏଇମିତି ଆୟୁଷ୍ମାନ ହୋଇ ରହିଥିବ। ପ୍ରକୃତରେ
ନିଜର କର୍ମ ନିଜର କୃତି ହିଁ ମଣିଷକୁ ବ୍ୟକ୍ତିକୁ ଅମର କରିଯାଏ କାଳ ଫର୍ତ୍ତରେ କାଳ ବୁକୁରେ। ସେଇମିତି କବି ସୂର୍ଯ୍ୟ ବଳଦେବ ତ ଗଲେଣି, କିନ୍ତୁ ତାଙ୍କରି ରଚନାବଳୀ ତାଙ୍କରି ଗୀତର ଧାଡ଼ି ଆଜି ବି ସଞ୍ଜୀବିତ, ଆଜି ବି ପରିସ୍ପନ୍ଦିତ, ଆଜି ବି ପ୍ରତିଧ୍ୱନିତ, ଯାହା ଧୀବର କଣ୍ଠରୁ ଚିଲିକାର ଜଳ ଏବଂ ଚିଲିକାର ଜଳରାଶିରୁ କବିଙ୍କ ଆବେଗ ଆଉ କବିଙ୍କ ଆବେଗରୁ କବିତାର ଜନ୍ମ, ସେଇ କବିତାରୁ ଆମ ପର୍ଯ୍ୟନ୍ତ ସବୁଠି କବି ସୂର୍ଯ୍ୟ ବଳଦେବ ସ୍ୱତଃ ଗତିଶୀଳ। ମୀନ ଆକର୍ଷଣ ଆସେ ପୋତପାଳ, ତରଣୀରେ ଜାଳି ଦେଲାଣି ମଶାଲ। ମୀନ ଆକର୍ଷଣ ଆସେ ପୋତପାଳ, ତରଣୀରେ ଜାଳି ଦେଲାଣି ମଶାଲ। ଅନ୍ଧାର ଘନେଇ ଆସିଲାଣି, ଘନୀଭୂତ ହେଇ ଆସିଲାଣି ସନ୍ଧ୍ୟା କ୍ରମଶଃ। ଏତିକି ବେଳେ କବି ଦେଖିବାକୁ ପାଇଛନ୍ତି ପୋତପାଳ, ପୋତର ଯେ ପାଳକ ଅର୍ଥାତ୍ ନାବିକ, ସେ କଣ କରିଛି? ତରଣୀରେ ଜାଳି ଦେଲାଣି ମଶାଲ। ଏଇ ସନ୍ଧ୍ୟା ସମୟରେ ନାବିକ ତାର ତରଣୀରେ, ତାର ନୌକାରେ ମଶାଲ ଜାଳି ଦେଇ ସାରିଲାଣି। କଣ ପାଇଁ ମଶାଲ ଜାଳି ଦେଇ ସାରିଲାଣି? ମୀନ ଆକର୍ଷଣ ଆସେ ପୋତପାଳ। ମୀନଙ୍କୁ ଆକର୍ଷଣ କରିବା ଆସେ ମାନେ ଆଶାରେ, ମାଛମାନଙ୍କୁ ଆକର୍ଷଣ କରିବା ଆଶାରେ ତରଣୀରେ ମଶାଲ ଜାଳି ଦେଇଛି ଧୀବର। ଏଇ ମଶାଲ ହିଁ ମୀନଙ୍କ ପାଇଁ ଏକ ଲୋଭ, ଏକ ମହାର୍ଘ ଲୋଭ, ଯେଉଁ ଲୋଭକୁ ଏଡ଼ାଇ ଯାଇପାରିବେ ନାହିଁ ମତ୍ସ୍ୟମାନେ ଏବଂ ବିନା ପରିଶ୍ରମରେ ସେଇ ମତ୍ସ୍ୟମାନେ ଧରା ଦେବେ ଧୀବର ହାତରେ। ଭବେ ପାପ ମୂର୍ତ୍ତି ପରି ଅଟଇ ସେ, ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ, ତରି ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ। ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ, ଭବେ ପାପ ମୂର୍ତ୍ତି ପରି ଅଟଇ ସେ, ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ଏଇ ଭବରେ, ଏଇ ସଂସାରରେ ପାପ ମୂର୍ତ୍ତି ପରି ସେଇ ନୌକାର ମଶାଲ, ପାପ ମୂର୍ତ୍ତି ଯେମିତି ମଣିଷ ପାଇଁ ଖୁବ୍ ଲୋଭନୀୟ, ଅନେକ ସୁଖ, ଅନେକ ବାସନା, ଅନେକ ଝଲମଲ ସ୍ୱପ୍ନରେ ଝଲସୁଥାଏ। ପାପ ମୂର୍ତ୍ତି ହାତଠାରେ ମଣିଷ ସବୁ ଭୁଲେ, ନିଜକୁ ଭୁଲେ, ବିବେକକୁ ଭୁଲେ, ଧର୍ମକୁ ଭୁଲେ, ପୁଣ୍ୟକୁ ଭୁଲେ ସେଇ ପାପର ମାୟାରେ। ସେଇମିତି ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ, ତରି ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ। ଭବେ ପାପ ମୂର୍ତ୍ତି ପରି ଅଟଇ ସେ, ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ପାପ ମୂର୍ତ୍ତି ରୂପରେ ରମ୍ୟ ଦିଶୁଥାଏ, ରମଣୀୟ ଦିଶୁଥାଏ, ଅତି ଆକର୍ଷଣୀୟ ଲାଗୁଥାଏ, କିନ୍ତୁ ସ୍ପର୍ଶରେ ମାରାତ୍ମକ, ଛୁଇଁଦେଲେ
ହାତ ପୋଡ଼ିଯାଏ, ଛୁଇଁଦେଲେ ଆମ ଏ ଜୀବନ ନର୍କରେ ପରିଣତ ହେଇଯାଏ। ସେଇ ପାପର ଖେରରେ ଥରେ ଡୁବିଗଲେ ଆଉ ସେଥିରୁ ନିସ୍ତାର ପାଇବା ହୁଏତ ସହଜ ନୁହେଁ। ଜୀବନ କ୍ରମଶଃ ତଳକୁ ତଳକୁ ଖସି ଖସି ଯାଏ। ମୃତ୍ୟୁର ମହା ବିନାଶ ଆଡ଼କୁ ଜୀବନର ବାଟ ଫିଟି ଫିଟି ଯାଏ ସେଇ ପାପ ମୂର୍ତ୍ତିର ମାୟାରେ। ସେଇମିତି ଏଇ ନୌକାର ମଶାଲ ପାପ ମୂର୍ତ୍ତି ପରି, ଯାହାର ରୂପ ରମଣୀୟ କିନ୍ତୁ ସ୍ପର୍ଶ ମାରାତ୍ମକ, ଯାହାର ସ୍ପର୍ଶ ମାତ୍ରେଇ ମୃତ୍ୟୁର ସମୀପ ହେବେ। ମୀନମାନେ ମୃତ୍ୟୁ ମୁଖରେ ପଡ଼ିବେ। ସେଇ ଟିକକ ଲୋଭକୁ ଏଡ଼ାଇ ନ ପାରି ସେମାନେ ମୃତ୍ୟୁ ଆଡ଼କୁ ନିଜର ହିଁ ବାଟ ଫିଟାଇ ଦେବେ। ଯେପରି ପାପ ଗର୍ତ୍ତେ ଜ୍ଞାନହୀନ ଜ୍ଞାନଶୂନ୍ୟ ବ୍ୟକ୍ତି ପାପର ଗର୍ତ୍ତରେ ପଡ଼ିଥାଏ, ନିଜର ମହାବିନାଶକୁ ଡାକି ଆଣିଥାଏ ପାପର ମାୟାବର୍ତ୍ତରେ। ସେହିପରି ସେଇ ମଶାଲ ଆଲୁଅରେ ମୀନମାନେ ଆକର୍ଷିତ ହୋଇ ତାହାରି ଆଡ଼କୁ ଲମ୍ଫ ପ୍ରଦାନ କରିବେ ଏବଂ ତରି ଗର୍ଭରେ, ନୌକାର ଗର୍ଭରେ ସେମାନେ ପଡ଼ିବେ, ଯେଉଁଠୁ ସେମାନଙ୍କୁ ଆଉ ଚିଲିକାର ଜଳରାଶିକୁ ଫେରିଆସିବା କେବେ ସମ୍ଭବ ହେବ ନାହିଁ। ସେମାନଙ୍କର ସେଇ ଲମ୍ଫ ପ୍ରଦାନ ହିଁ ମୃତ୍ୟୁକୁ ଲମ୍ଫ ପ୍ରଦାନ ହେବ। ସେମାନଙ୍କର ଜୀବନର ଶେଷ ଆକର୍ଷଣ ଏଇ ମଶାଲର ଅଗ୍ନିଶିଖା ସେମାନଙ୍କୁ ମୃତ୍ୟୁ ଉପହାର ଦେବ। ସେମାନେ ନିଜର ଯବନିକା ଟାଣିବେ, ସେମାନଙ୍କର ଜୀବନ ଦୀପ ଲିଭିଯିବ ସେଇ ମଶାଲ ମାୟାରେ। ତରଙ୍ଗେ ଦୋହଲି ଦୋହଲି ବୋଇତ, ଥରେ ଦିଶେ ଥରେ ହୁଏ ଅନ୍ତର୍ହିତ। ଦୁଃଖୀ ମନେ ଆଶା ଉତ୍ଥାନ ପତନ, ପ୍ରାୟ ଶିଖା ଉଠେ ପଡ଼େ ଘନ ଘନ। କ୍ରମଶଃ ଗାଢ଼ ହେଉଛି ଆହୁରି ଅନ୍ଧାର। ଚିଲିକାର ତରଙ୍ଗରେ ଦୋହଲି ଦୋହଲି ଭାସି ଆସୁଛି ବୋଇତ, ଭାସି ଆସୁଛି ଧୀବର ମାନଙ୍କର ନୌକା ସବୁ। କେବେ ଦିଶୁଛି, ପୁଣି କେବେ ଅନ୍ତର୍ହିତ ହେଇଯାଉଛି, ଦୃଶ୍ୟକୁ ଆସୁନାହିଁ। ଉଭେଇ ଗଲା ପରି ଲାଗୁଛି କବିଙ୍କ ସାମ୍ନାରୁ, ଦର୍ଶକର ସାମ୍ନାରୁ। ଏଇଠି ପୁଣି ଗୋଟେ ଜୀବନ ଦର୍ଶନର ଚିତ୍ର। କବି କହୁଛନ୍ତି, ଦୁଃଖୀ ମନେ ଆଶା ଉତ୍ଥାନ ପତନ, ପ୍ରାୟ ଶିଖା ଉଠେ ପଡ଼େ ଘନ ଘନ। ନୌକାରେ ମଶାଲର ଶିଖା ବି ଦୋଳାୟମାନ, ନୌକା ଦୋଳାୟମାନ। ଦୁଃଖୀ ମନରେ ଆଶାର ଉତ୍ଥାନ ପତନ ପରି, ଯେପରି ମଣିଷ କେତେବେଳେ ଆଶା ବିଭୋର ହୁଏ, କେତେବେଳେ ନିରାଶାର କଳା ବାଦଲ ଛାଇଯାଏ ତାର ଭାବନାରେ। ଆଶାର ଉତ୍ଥାନ ପତନ ପରି ଶିଖାର ବି ଉତ୍ଥାନ ପତନ ହେଉଛି। କବି ଦୋଳାୟମାନ ଶିଖାର ଉତ୍ଥାନ ପତନ ତଳେ ଦୁଃଖୀ ମନରେ ଥିବା ଆଶାର ଉତ୍ଥାନ ପତନ ଦେଖିପାରିଛନ୍ତି। ନିଶାଗମେ କ୍ରମେ ଲୋକ କୋଳାହଳ, ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ନିଶାର ଆଗମନରେ ରାତିର
ଆଗମନରେ ଲୋକ କୋଳାହଳ, ଜନସମାଗମ କମି କମି ଯାଉଛି। ସେଇ ଲୋକ କୋଳାହଳକୁ ନିବର୍ତ୍ତି କ୍ଷାନ୍ତ କରି ଅବନୀ ହେଉଛି ନିଶ୍ଚଳ। ପୃଥିବୀ କ୍ରମଶଃ ନିଶ୍ଚଳ ପାଲଟି ଯାଉଛି, କ୍ରମଶଃ ନିଶବ୍ଦ ହେଇଯାଉଛି। ପରିବେଶ କ୍ରମଶଃ ନୀରବି ଯାଉଛି। ଆଖପାଖ ଶବ୍ଦମୟତା କ୍ରମଶଃ ନୀରବତା ଭିତରକୁ ପ୍ରବେଶ କରି କରି ଯାଉଛି। ସେଇ ଅଞ୍ଚଳ ଆଉ ସେଇ ପରିବେଶ। ଜଳସ୍ଥଳ ନଭ ଜ୍ୟୋତ୍ସ୍ନା ପରିପ୍ଲୁତ, ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ। ଜଳ, ସ୍ଥଳ, ନଭ ବା ଆକାଶ, ସବୁଠି ଜ୍ୟୋତ୍ସ୍ନାର ଜୁଆର। ସବୁଠି ଲହଡ଼ି ଭାଙ୍ଗୁଛି ଜ୍ୟୋତ୍ସ୍ନା, ଜହ୍ନର କିରଣ। ପାରଦ ଧୌତ ପରି ଏ ସାରା ସୃଷ୍ଟି ପ୍ରତୀୟମାନ ହେଉଛି। ପାରଦ ଏକ ଧଳା ଧାତୁ। ସାରା ସୃଷ୍ଟି ଚିଲିକାର ପରିବେଶ ସତେ ଯେମିତି ପାରଦ ଧୌତ ଲାଗୁଛି। ଶୁଭ୍ର ଜ୍ୟୋତ୍ସ୍ନା ତଳେ, ଶୁଭ୍ର ଚନ୍ଦ୍ର କିରଣ ତଳେ ଅପରୂପ ଶୋଭା ଲାଭ କରିଛି ଚିଲିକା ପରିବେଶ। ପ୍ରତିବିମ୍ବରାଜି ଦୀପଶୈଳ ତଳେ, ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। କ୍ଷୀରୋଦସ୍ୱଦର ଜ୍ୟୋତ୍ସ୍ନାର୍ଣ୍ଣବେ ବାସୀ, ଦିଶନ୍ତି ବିଶଦ ଗିରିବନନାସୀ। ପ୍ରତିବିମ୍ବରାଜି ଦୀପଶୈଳ ତଳେ, ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ଦୀପଶୈଳ ଚିଲିକାର ବକ୍ଷରେ, ଚିଲିକାର ଜଳରାଶିରେ ଯେଉଁ ଦୀପମାନେ ଅଛନ୍ତି, ଯେଉଁ ଦୀପ ସବୁ ଶୈଳ ପରି ଦେଖାଯାଉଛନ୍ତି, ପାହାଡ଼ ପରି ଦେଖାଯାଉଛନ୍ତି, ତାର ପ୍ରତିବିମ୍ବ ଚହଲି ଉଠୁଛି ଚିଲିକାର ଜଳ ଦର୍ପଣରେ। ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ହ୍ରଦର ଅନ୍ତଃସ୍ଥଳରେ, ବକ୍ଷସ୍ଥଳରେ ସ୍ପଷ୍ଟ ହୋଇ ଚହଟି ଉଠୁଛି ସେଇ ସବୁ ଦୀପ ଗୁଡ଼ିକର ପ୍ରତିବିମ୍ବ। ଆଉ ଚହଲି ଉଠୁଛି ତରଙ୍ଗାୟିତ ଚିଲିକାର ନୀଳବେଣୀ ତଳେ, ନୀଳ ଜଳ ତଳେ। କ୍ଷୀରୋଦସ୍ୱଦର ଜ୍ୟୋତ୍ସ୍ନାର୍ଣ୍ଣବେ ଭାସୀ, ଦିଶନ୍ତି ବିଶଦ ଗିରିବନନାସୀ। କ୍ଷୀରୋଦ, କ୍ଷୀର ସମୁଦ୍ର। କ୍ଷୀରୋଦ ସ୍ୱଦର, ସ୍ୱଦର ମାନେ ଯଦି ବା ଜନ୍ମ କଲା ଭାଇ, ସ୍ୱଦର ମାନେ ବି, ସ୍ୱଦର ମାନେ ଯଦି ବା ଏକା ମା ଗର୍ଭରୁ ଜନ୍ମିତ ଭାଇ, ସ୍ୱଦର ମାନେ ବି ସମାନ। କ୍ଷୀରୋଦ ସ୍ୱଦର ଜ୍ୟୋତ୍ସ୍ନାର୍ଣ୍ଣବେ ଭାସୀ। କ୍ଷୀରୋଦ କ୍ଷୀରସାଗର, କ୍ଷୀରସାଗର ସମାନ, ଅର୍ଥାତ୍ କ୍ଷୀରସାଗର ପରି ଦିଶୁଛି ଏ ଜ୍ୟୋତ୍ସ୍ନାର ଅର୍ଣ୍ଣବ, ଜ୍ୟୋତ୍ସ୍ନାର ସମୁଦ୍ର। କବି ଜ୍ୟୋତ୍ସ୍ନାର ଏଇ ଚାରିଆଡେ ବିଛାଡ଼ି ପଡ଼ିଥିବା ଜ୍ୟୋତ୍ସ୍ନାର ରୂପଶୋଭାକୁ, ଜ୍ୟୋତ୍ସ୍ନାର ଢେଉକୁ କ୍ଷୀର ସମୁଦ୍ର ସହ ତୁଳନା କରିଛନ୍ତି। କ୍ଷୀର ସମୁଦ୍ର ପରି ଦିଶୁଥିବା ଏହି ଜ୍ୟୋତ୍ସ୍ନା ରୂପକ ଅର୍ଣ୍ଣବରେ ଭାସି ଉଠୁଛନ୍ତି ବିଶଦ ଗିରିବନନାସୀ। ପର୍ବତ, ବନଦେଶ ଆଉ ଜଳରାଶିକୁ ପ୍ରବେଶ କରିଥିବା ପର୍ବତର ଅଂଶ,
ବିଶଦ ମାନେ ବିସ୍ତୃତ ଏହି ଦୃଶ୍ୟପଟରେ ବିସ୍ତୃତ ଭାବରେ ରହିଥିବା ଗିରି ବନ ନାସି ସବୁ ଏହି ଜ୍ୟୋତ୍ସ୍ନା ରୂପକ ଅର୍ଣ୍ଣବରେ ଭାସି ଉଠିଲା ପରି ମନେ ହେଉଛି। କବି ଯାହା ଅନୁଭବ କରିଛନ୍ତି ତାକୁ କେବଳ ଶବ୍ଦରେ ରୂପ ଦେଇ ଆମ ସାମ୍ନାରେ ବାଢି ଦେଇଛନ୍ତି। ସ୍ନିଗ୍ଧ ତରୁ ପତ୍ରେ ମସୃଣ ଉପଳେ ଜକ ଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ। ସ୍ନିଗ୍ଧ ତରୁପତ୍ର ସୁନ୍ଦର କୋମଳ ତରୁପତ୍ର ଆଉ ମସୃଣ ଉପଳ ଚିକ୍କଣ ପଥର ଖଣ୍ଡରେ ଚିକ୍କଣ ବାଲି ଗରଡ଼ାରେ ଚିକମିକି ହେଇ ଚହଟି ଉଠୁଛି ଜ୍ୟୋତ୍ସ୍ନା ଚନ୍ଦ୍ରର କିରଣ ପ୍ରତିଫଳିତ ହେଉଛି ତାର ଆଭା। ସାରା ପରିବେଶ ଜ୍ୟୋତ୍ସ୍ନାମୟ ଚନ୍ଦ୍ରମୟ। ସାରା ପରିବେଶରେ ରୂପାରଙ୍ଗର ଢେଉ ସବୁଠି ଚିକମିକ ହୋଇ ଉଠୁଛି। ଏଇ ରୂପାରଙ୍ଗୀ ନିର୍ଜନତା ଯାହା କବି ପ୍ରାଣରେ ପାଲଟି ଯାଉଛି ଗୋଟେ ରୂପାରଙ୍ଗୀ ରୂପମୟୀ କବିତା। କବି କହୁଛନ୍ତି ସ୍ନିଗ୍ଧ ତରୁପତ୍ରେ ମସୃଣ ଉପଳେ ଜକ ଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ। ସର୍ପେ ଚିତ୍ର ଚନ୍ଦ୍ର ଚୂଡ଼ ତନୁ ଭଳି ଛାୟା ମିଶ୍ର କରେ ଶୋଭେ ବନସ୍ଥଳୀ। ସର୍ପେ ଚିତ୍ର ଚନ୍ଦ୍ର ଚୂଡ଼ ତନୁ ଭଳି ଛାୟା ମିଶ୍ର କରେ ଶୋଭେ ବନସ୍ଥଳୀ। ଚନ୍ଦ୍ରଚୂଡ଼ ଚନ୍ଦ୍ର ଚୂଡ଼ାରେ ଯାହାର ମହାଦେବ ସେଇ ଶିବଙ୍କର ତନୁ ଭଳି ଏଇ ଚିଲିକାର ଚିତ୍ର ଦିଶୁଛି। ଯେପରି ଛାୟା ମିଶ୍ର କରେ ଶୋଭେ ବନସ୍ଥଳୀ। ଛାୟା ମିଶ୍ର କର କିରଣ ଛାୟା ଆଉ କିରଣ ଛାଇ ଆଲୁଅର ଲୁଚକାଳି ତଳେ ବନସ୍ଥଳୀ ନିଜର ରୂପ ବଦଳାଉଛି। ସ୍ଥିର ବନସ୍ଥଳୀ ଗତିଶୀଳ ପରି ଜଣା ପଡୁଛି। କୋଉଠି ଛାଇ କୋଉଠି ଆଲୁଅ ପୁଣି ଆଲୁଅ ଜାଗାରେ ଛାଇ ଛାଇ ଜାଗାରେ ଆଲୁଅ। ଏଇ ସର୍ପାୟମାନ ଗତିଶୀଳ ଚିତ୍ର କବିଙ୍କୁ ଚନ୍ଦ୍ରଚୂଡ଼ ଅର୍ଥାତ୍ ଶିବଙ୍କର ମହାଦେବଙ୍କର ତନୁ ଭଳି ମନେ ହୋଇଛି। ଏଇ ନୀରବତା ଚିଲିକାର ବିଜନ କଳେବର ସତେ ଯେମିତି ଚନ୍ଦ୍ରଚୂଡ଼ଙ୍କର ଶରୀରର ଭ୍ରମ ସୃଷ୍ଟି କରୁଛି। ପ୍ରଶାନ୍ତ ନୀରବ ଗିରିବନ ଦେଶ ନାହିଁ ଏଥି ନର ଚହଳର ଲେଶ। ଦୂର ଝରନାଦ ଝିଙ୍କାରି ଝଙ୍କାର କରେ ନିଶିଥିନି ପ୍ରଭାବ ପ୍ରଚାର। ଏବେ ଚିଲିକାର ଗିରି ଚିଲିକାର ବନଦେଶ ନୀରବି ଯାଇଛି। କୋଳାହଳ ଅନ୍ତର୍ହିତ ହୋଇଯାଇଛି। ଦିନର ପ୍ରତିଟି ଶବ୍ଦ ଏବେ ଆଉ ନାହିଁ। ଏବେ ଚାରିଆଡେ ଖାଁ ଖାଁ ନିର୍ଜନତା। ଯେଉଁ ନିର୍ଜନତାକୁ ଖାଁ ଖାଁ ତ କହି ହେବ ନାହିଁ। ଯେଉଁ ନିର୍ଜନତା ଶବ୍ଦମୟ କିନ୍ତୁ ସେଇ ଶବ୍ଦ ପୁଲକିତ ଶବ୍ଦ ସେଇ ଶବ୍ଦ ନୀରବତାର ଶବ୍ଦ। ଚାରିଆଡେ ନୀରବତାର ରାଜୁତି ଆଉ ଚାରିଆଡେ ପ୍ରଶାନ୍ତ ପରିବେଶ ମନଲୋଭା ପ୍ରଶାନ୍ତି। ଯେଉଁ ପ୍ରଶାନ୍ତି ମନକୁ ପରମ
ଆହ୍ଲାଦରେ ଆଚ୍ଛାଦିତ କରିଯାଏ, ସେମିତି ଏକ ପରମ ଆନନ୍ଦଦାୟକ ପ୍ରଶାନ୍ତ ନୀରବତା ଏବେ ଚିଲିକାର ବୁକୁରେ, ଚିଲିକାର ଗିରି ଆଉ ବନଦେଶ। ଦୂର ଝରନାଦ ଝିଙ୍କାରି ଝଙ୍କାର କରେ ନିଶିଥିନି ପ୍ରଭାବ ପ୍ରଚାର। କୋଉ ଦୂରରେ ଝରଣାଟିଏ ବହି ଯାଉଛି, ତାର କୁଳୁ କୁଳୁ ନାଦ ଏହି ନିର୍ଜନତାରେ ହିଁ ଶୁଭୁଛି ଆମକୁ, ଯାହାର ଶବ୍ଦ ନିର୍ଜନତାର ସୀମା ଡେଇଁ, ଦୂରତା ଡେଇଁ କବିଙ୍କର କର୍ଣ୍ଣଗୋଚର ହେଇଛି ଏବଂ ଝିଙ୍କାରି ଝଙ୍କାର, ରାତ୍ରିର କୀଟ ଝିଙ୍କାରି ଏବେ ତାର ଝି ଝି ଶବ୍ଦ, ତା ଶବ୍ଦର ଝଙ୍କାର ଫିଟେଇ ଦେଇଛି ଏଇ ନିର୍ଜନ ବେଳାରେ, ଯାହାର ଶବ୍ଦ ରାତ୍ରିକୁ ଜୀବନ୍ତ କରୁଛି, ରାତ୍ରିର ପରିଚୟ ଆଙ୍କି ଦେଉଛି। କ୍ରମଶଃ ଗଭୀର ହେଉଛି ରାତି, ଗଭୀର ହେଉଛି ନିଶିଥିନି, ସେଇ ନିଶିଥିନିର ପ୍ରଭାବ ପ୍ରଚାରିତ ହେଉଛି ଝିଙ୍କାରିର ଝଙ୍କାର ତଳେ ତଳେ। କଳି ଉପଦ୍ରବେ ତ୍ୟଜିଲୋ କାଳୟ, ଶାନ୍ତି କିଏ ସ୍ଥଳେ ଭଜିଲେ ଆଶ୍ରୟ। କଳି ଉପଦ୍ରବେ ତ୍ୟଜି ଲୋକାଳୟ, ଏଇଠି କବିଙ୍କ ମାନସ ପଟରେ ଫିଟି ପଡ଼ିଛି ସମାଜର ସାମ୍ପ୍ରତିକ ବାସ୍ତବତା, ଯେଉଁ ସମାଜରୁ ଶାନ୍ତି ଆଜି ଅନ୍ତର୍ହିତ, ଶାନ୍ତି ହଜି ଯାଇଛି। ଏଇ କଳି ଯୁଗରେ, କଳିର ପ୍ରଭାବରେ ଯେଉଁଠି ସ୍ନେହ ଶ୍ରଦ୍ଧା ଭଲ ପାଇବା କ୍ରମଶଃ ହରେଇ ବସୁଛି ମଣିଷ, ସେଇ କଳିର ଉପଦ୍ରବରେ ଲୋକାଳୟ, ଜନପଦ, ଲୋକମାନଙ୍କ ଆବାସ ବାସସ୍ଥାନ ତ୍ୟଜି ତ୍ୟାଗ କରି ସତେ ଯେମିତି ଶାନ୍ତି ଏ ସ୍ଥଳେ ଭଜିଲେ ଆଶ୍ରୟ। ଶାନ୍ତି କେବଳ ଗୋଟେ ଅନୁଭବ ନୁହେଁ, ଗୋଟେ ଭାବନା ନୁହେଁ, କବିଙ୍କ ଦୃଷ୍ଟିରେ ସେ ଜଣେ ଚରିତ୍ର, ସେ ଜଣେ ଦେବୀ। ସତେ ଯେପରି ସେଇ ଶାନ୍ତି ଏଇ ଚିଲିକାର ବୁକୁରେ, ଚିଲିକାର ପରିବେଶରେ, ଚିଲିକାର ନୀରବ ନିର୍ଜନ ଆଉ ଅମୃତ ଆନନ୍ଦରେ ଘେରା ଏଇ ପରିବେଶରେ ଶାନ୍ତି ଆଜି ଆଶ୍ରୟ ନେଇଛନ୍ତି ଏଇ ଚିଲିକା ବୁକୁରେ, ଲୋକାଳୟ ତ୍ୟାଗ କରି କଳିର ଉପଦ୍ରବରୁ ନିସ୍ତାର ପାଇବା ପାଇଁ। ସତରେ ଏଇ ସମୟରେ ଚିଲିକାର ଏଇ ପ୍ରଶାନ୍ତ ନୀରବତା ଏକ ଅଦ୍ଭୁତ, ବିମଳ, ଅମୃତ ସ୍ପନ୍ଦିତ ରାଜ୍ୟକୁ, ଦୁନିଆକୁ, ସମୟକୁ ଘେନି ଯାଇଛି। କବିଙ୍କର ଚେତନାକୁ, କବିଙ୍କର ଅନ୍ତଃକରଣ। କବି ଅନିର୍ବଚନୀୟ ଆନନ୍ଦରେ, ଯେଉଁ ଆନନ୍ଦ ପ୍ରକାଶ କରି ହୁଏ ନାହିଁ, ସେଇମିତି ଆନନ୍ଦରେ ଏଇ ଅନୁଭବ ଟିକକ ବାଡ଼ି ଦେଇଛନ୍ତି ଆମ ସାମ୍ନା। ଚିଲିକା ତୋହର ଏହି ଶୋଭାବନ, ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ, ଅଟେ ସର୍ବଶୋଭା ସୀମନ୍ତର ଟୀକା, ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା। ଆମ ବହିରେ
ଚିଲିକା ତୋହର ଏହି ଶୋଭାବନ ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ। ଏଇଠି ସରିଯାଇଛି ଆମ ବହିରେ, କିନ୍ତୁ ବାସ୍ତବରେ ତା ପର ଦୁଇ ଧାଡ଼ି ଅଟେ ସର୍ବଶୋଭା ସୀମନ୍ତର ଟୀକା ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା। ଏଇଠି ସରିବା କଥା, କାରଣ ବହିରେ ଯୋଉଠି ସରିଛି ତାହା ସାମାନ୍ୟ ଅସମ୍ପୂର୍ଣ୍ଣ ଲାଗେ। ବୁଝିଲେ ଆମେ ଜାଣିପାରିବା ଚିଲିକା ତୋହର ଏହି ଶୋଭାବନ ଆମ ବହିରେ ବି ତାର ଅର୍ଥ ଲେଖାଯାଇଛି ସୁନ୍ଦର। ଶୋଭା ପରିପୂର୍ଣ୍ଣ ବନ ବୋଲି ଭାବିବା ଭୁଲ। ଏଟା ଗୋଟେ ହିନ୍ଦୀ ଶବ୍ଦ ସୁହାବନ ର ଅପଭ୍ରଂଶ, ଯାହା ଆମ ଭାଷାରେ ଶୋଭାବନ ରୂପେ ପ୍ରଚଳିତ ବିଶେଷଣ ପଦଟିଏ, ଯାହାର ଅର୍ଥ ସୁନ୍ଦର। ଆମେ ବୁଝିବା ଏବେ ଚିଲିକା ତୋହର ଏହି ଶୋଭାବନ ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ। ହେ ଚିଲିକା, ତୋର ଏଇ ସୁନ୍ଦର, ଏଇ କମନୀୟ, ଏଇ ସୌନ୍ଦର୍ଯ୍ୟମୟୀ, ଏଇ ବର୍ଣ୍ଣୋତ୍ସବମୟ ବର୍ଣ୍ଣ ବିଭାରେ ଅପରୂପ ଶୋଭାଶ୍ରୀରେ ଅପରୂପ ବର୍ଣ୍ଣ ବିଭାରେ ଭରା ଦୃଶ୍ୟ ସାୟନ୍ତନ ସାନ୍ଧ୍ୟକାଳୀନ ଦୃଶ୍ୟ ଅଟେ ସର୍ବଶୋଭା ସୀମନ୍ତର ଟୀକା। ସବୁ ଶୋଭାର ସୀମନ୍ତରେ ଇଏ ଟୀକା ସଦୃଶ, ଅର୍ଥାତ୍ ସବୁ ଶୋଭା ମଧ୍ୟରେ ଇଏ ଶ୍ରେଷ୍ଠ ସୀମନ୍ତ ହେଉଛି ଶୁଣ୍ଠା କପାଳ ଅଂଶ। ସେଇଠି ଚିଲିକାର ବର୍ଣ୍ଣୋତ୍ସବମୟ ଶୋଭାବନ ସାୟନ୍ତନ ଦୃଶ୍ୟ, ଚିଲିକାର ଶୋଭାବନ ବର୍ଣ୍ଣୋତ୍ସବମୟ ସାୟନ୍ତନ ଦୃଶ୍ୟ ସର୍ବଶୋଭା ମଧ୍ୟରେ ସୀମନ୍ତର ଟୀକା ସଦୃଶ, ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା। ଚିଲିକା ହେଉଛି ପ୍ରକୃତିର ଚାରୁ ସୁନ୍ଦର ଚିତ୍ରପୁରୀ ଚିତ୍ରପଟ, ଯେଉଁଠି ଫୁଟି ଉଠିଛି ଅପୂର୍ବ ସୌନ୍ଦର୍ଯ୍ୟର ଚିତ୍ରରେଖା। ଚିଲିକା କାବ୍ୟ ପ୍ରତିଟି ଫର୍ତ୍ତରେ ଅପରୂପ ସୌନ୍ଦର୍ଯ୍ୟରେ ଭରା, ଅପରୂପ ଅନୁଭବରେ ଓଦା ଧାଡ଼ିମାନ ବାଢି ଦେଇଛି ପାଠକଙ୍କ ନିକଟରେ। ତା ଭିତରେ ପୁଣି ଇତିହାସ, ତା ଭିତରେ ପୁଣି ଜୀବନ ଦର୍ଶନ, ତା ଭିତରେ ପୁଣି ସତ୍ୟର ଉଦ୍ଘୋଷ, ତା ଭିତରେ ପୁଣି ଜୀବନ ଯନ୍ତ୍ରଣାର ପ୍ରତିଫଳନ, ଆଉ ପରମେଶ୍ୱରଙ୍କର ଇଶାରା ଓ ଆଶିଷ। ଏବେ ଆମେ ସେଇ ଚିଲିକା କାବ୍ୟରୁ କିଛି ହଜେଇ ଦେଲା ଭଳି ଧାଡ଼ି ଶୁଣିବା। ଅନ୍ତତଃ ଚିଲିକା କାବ୍ୟ କାହିଁକି ଲୋକପ୍ରିୟ, କଣ ଅଛି ତା ଭିତରେ, କୋଉ ସ୍ପନ୍ଦନକୁ ନେଇ ସେ ସଞ୍ଜୀବିତ, କୋଉ ସ୍ପନ୍ଦନକୁ ନେଇ, କୋଉ ସୌନ୍ଦର୍ଯ୍ୟକୁ ନେଇ, କେଉଁ ଜୀବନିକାକୁ ନେଇ ସେ ଗତିଶୀଳ, ଏଇ କେତୋଟି ଧାଡ଼ିରୁ ଅନୁମାନ କରିପାରିବା ନିଶ୍ଚୟ। କେତୋଟି ଧାଡ଼ି କେବଳ ଉଦାହରଣ ରୂପରେ
ତୁମମାନଙ୍କ ନିକଟରେ ମୁଁ ରଖୁଛି। ଚିଲିକା ଆରମ୍ଭ ହୋଇଛି। ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନେ ଶୋଭାର ଭଣ୍ଡାର। ଏଇଠୁ ଆରମ୍ଭ ହେଇଛି ଚିଲିକାର କାବ୍ୟଯାତ୍ରା। ଆଉ ଗୋଟେ ଅଂଶରେ ଅଛି, ମୂର୍ତ୍ତିମତି ହୋଇ ଭବ ଭଙ୍ଗୁରତା, ପ୍ରତିଧ୍ୱନି ଛଳେ କହେ ଯହିଁ କଥା। ମୂର୍ତ୍ତିମତି ହୋଇ ଭବ ଭଙ୍ଗୁରତା, ପ୍ରତିଧ୍ୱନି ଛଳେ କହେ ଯହିଁ କଥା। ଆଉ ଗୋଟେ ଜାଗାରେ, ଦୃଷ୍ଟ ପୂର୍ବ ହୋଇ ଅପୂର୍ବ ପ୍ରତୀତି, ସୁନ୍ଦର ପଣର ଚିରନ୍ତନ ରୀତି। ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖିଲେ ହିଁ ନୂଆ ଦିଶୁଥାଇ। এই ধাଡ଼ିଟି এই ଚିଲିକା କାବ୍ୟ। ଶାରଦ ଦିନାନ୍ତ ଲକ୍ଷ୍ମୀ ଲୀଳାମୟୀ, ପ୍ରକାଶନ୍ତି କେତେ ନବ ନବ ଛଇ। ପ୍ରଚେତା ପ୍ରବାଳ ପ୍ରାସାଦର ରୁଚି, ନୀଳ ନିରୁଅବା ଫୁଟି ବାହାରୁଛି। ପୂର୍ଣ୍ଣ ପ୍ରାଚେତସୀ ବର୍ଣ୍ଣ ବୈଭବେ, ମିଶେ ଦିବା ଯହିଁ ଭୂତ ମହାର୍ଣ୍ଣବେ। ଚନ୍ଦ୍ରାଲୋକେ ଧୌତ ପୂର୍ବାକାଶ ପୁନଃ, ବାରୁଣୀ ଆକାଶ କୁଙ୍କୁମେ ଅରୁଣ। ଅର୍ଦ୍ଧାଙ୍ଗ ଈଶ୍ୱର ଅର୍ଦ୍ଧାଙ୍ଗ ପାର୍ବତୀ, ପ୍ରାୟ ଦିଶେ ଚିତ୍ର ବ୍ୟୋମର ମୂରତି। ଆମ ସମୟରେ ପଢା ଯାଉଥିଲା ଏହି ଅଂଶ। ଚନ୍ଦ୍ରାଲୋକେ ଧୌତ ପୂର୍ବାକାଶ ପୁନଃ, ବାରୁଣୀ ଆକାଶ କୁଙ୍କୁମେ ଅରୁଣ। ଅର୍ଦ୍ଧାଙ୍ଗ ଈଶ୍ୱର ଅର୍ଦ୍ଧାଙ୍ଗ ପାର୍ବତୀ, ପ୍ରାୟ ଦିଶେ ଚିତ୍ର ବ୍ୟୋମର ମୂରତି। ମାଗୁଛି ଚିଲିକା ମେଲାଣି ତୋଠାରେ, ବାହୁଡ଼ିବି ଏବେ ଦାରୁଣ ସଂସାରେ। କରିଥିଲି ଆଶା କରିବି ଯାପନ, ତୋ ପଶ୍ଚିମ ତୀରେ ପଶ୍ଚିମ ଜୀବନ। ମାତ୍ର ପରିଣାମେ ଛାୟା ବାଜିବ ତ, ଆଶାରେ ସେ ଆଶା ହେଲା ପରିଣତ। ସଂସାରେ ଥାଇ ମୁଁ ସଦା ଉଦାସୀନ, ଉଦାସୀନ ପ୍ରାୟ କଟାଇଲି ଦିନ। ସଂସାରେ ଥାଇ ମୁଁ ସଦା ଉଦାସୀନ, ଉଦାସୀନ ପ୍ରାୟ କଟାଇଲି ଦିନ। ସଂସାରୀ ସଙ୍ଗତେ ସଙ୍ଗୀ ହେବା ପାଇଁ, କେବେ ହେ ମୋହର ମନ ବଳେ ନାହିଁ। ହସି ଖେଳି ସେହୁ ଗମନ୍ତି ସମୟ, ଜୀବନ ମଣନ୍ତି ମହୋତ୍ସବମୟ। ଛାର ଭାଗ୍ୟ ମୋର ପିହିତ ପାଷାଣେ, ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ। ଚିର ହାହାମୟ ଏଛାର ଜୀବନ, ଜୀବନ ନୁହଇ ଜୀବନ୍ତ ମରଣ। ଚିରଦିନ ଦୁଃଖ ପ୍ରହାରେ ଜର୍ଜର, ପଟ ଶିଷ୍ୟ ମୁହିଁ ଦୁଃଖ ଗୁରୁଙ୍କର। ଦୁଃଖ ଦତ୍ତ ଜ୍ଞାନ ଚକ୍ଷୁରେ ଜଗତ, ଦେଖିବାରେ ମୁହିଁ ଅଭ୍ୟସ୍ତ ସତତ। କେତେ ଜୀବନ ନିଗୁଢ଼ କଥା। ସୁଖ ବୋଲି ଯାକୁ ବୋଲଇ ସଂସାର, କରୁଥାଇ ତାକୁ ଦୁରୁ ମୁଁ ଜୁହାର। ସୁଖ ରୂପେ ଯାହା ଜନନେତ୍ରେ ଦିଶେ, ହାତେ ଆସେ ହାତୁ ପଡ଼ିବା ପାଇଁ ସେ। ବସ୍ତୁ ନୁହଁଇ ସେ ଅଟଇଟି ଧୂମ, ଅନ୍ୟ ନାମ ତାର ଆକାଶ କୁସୁମ। ଏମିତି ଅନେକ ଧାଡ଼ି, ଅନେକ ମହାର୍ଘ
ଧାଡ଼ି, ଯେଉଁ ଧାଡ଼ି ରାଧାନାଥଙ୍କ ପରେ ଆଉ ସମ୍ଭବ ହେଇନି ଏଯାଏଁ। ସେମିତି କିଛି ଭାବ, କିଛି ଧାଡ଼ି, କିଛି ଆବେଗକୁ ନେଇ ଚିଲିକା ତାର ଅର୍ପିତ କଳେବର ରଖି ଏଇ ଓଡ଼ିଆ ମାନଙ୍କ ହାତ ପାପୁଲିରେ ପାଠକଙ୍କ ଅନ୍ତଃକରଣରେ ଏଇଠି ଆଜିକାର ଏଇ କବିତାର ଭାବଯାତ୍ରାରୁ ବିରତ ହେଉଛି। ସମସ୍ତଙ୍କୁ ଅଶେଷ ଶୁଭେଚ୍ଛା।